सुप्रसिद्ध लेखक श्री सच्चिदानंद राउतरायଙ୍କର କଲମମୁନରୁ ଗଳ୍ପଟିଏ। ଗଳ୍ପଟିର ନାଁ ହେଲା ସମାଧି। 1817 ସାଲ କଥା। ଦେଢ଼ ଶତାବ୍ଦୀରୁ ଅଧିକ କାଳ ବିତିଗଲାଣି। ଖୋର୍ଦ୍ଧାରେ ସେତେବେଳେ ପାଇକ ବିଦ୍ରୋହ ଆରମ୍ଭ ହୋଇଥାଏ। ବିଦ୍ରୋହ କରି ଘୁମୁସରରୁ ପ୍ରାୟ 400 କନ୍ଧ ଧନୁଷର ଖଣ୍ଡା ତରବାରୀ ନେଇ ଖୋର୍ଦ୍ଧାରେ ପହଞ୍ଚିଥାନ୍ତି। ଖୋର୍ଦ୍ଧାର ପାଇକ ସେନା ସେମାନଙ୍କ ସାଙ୍ଗରେ ଯୋଗ ଦେଇଥାଏ। ଚାରିଆଡ଼େ ବିଦ୍ରୋହର ନିଆଁ ଜଳୁଥାଏ। ପାଇକ ଦଳପତିମାନେ ଡାକରା ଦେଉଥାନ୍ତି, ଛେପ୍ ପାଇକ, ଛେପ୍ ପାଇକ, ଫିରିଙ୍ଗିଙ୍କୁ ହଟାଇବାକୁ ହବ। ବିଦ୍ରୋହୀମାନେ ଖୋର୍ଦ୍ଧାଠୁ ଅଳ୍ପ ଦୂରରେ ଗଙ୍ଗପଡ଼ାଠାରେ ଘାଟି କରି ରହିଥାନ୍ତି। ଦଳେ ବିଦ୍ରୋହୀ ବାଣପୁର ଆକ୍ରମଣ କରି ବହୁ କୋଠା ବାଡ଼ି ସରକାରୀ କର୍ମଚାରୀଙ୍କୁ ଧ୍ୱଂସ କରିଦେଇଥାନ୍ତି। ବିଦ୍ରୋହ ଦମନ ପରେ ଖୋର୍ଦ୍ଧାଠାରେ 2 ଜଣ ଇଂରାଜୀ ଜଜ୍ ବସି ଅପରାଧୀମାନଙ୍କର ବିଚାର କରି ଶହ ଶହ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦେଉଥାନ୍ତି। ଆଖପାଖ ବଡ଼ ବଡ଼ ଗଛମାନଙ୍କରେ ବିଦ୍ରୋହୀମାନଙ୍କୁ ଲଟକାଇ ଦେଇ ଫାଶୀ ଦିଆଯାଉଥାଏ। ଅନ୍ୟ ଆଡ଼ୁ ଇଂରେଜ ପଲ୍ଟନ ଖୋର୍ଦ୍ଧା ଛୁଟିଥାନ୍ତି। ଏଣେ ବରୁଣେଇ ଘାଟି ରକ୍ତରଞ୍ଜିତ। ଫିରିଙ୍ଗି ଓ ପାଇକ ସେନା ଏବଂ କନ୍ଧ, କୋଲ୍ହ, ଶବର ସମସ୍ତଙ୍କର ରକ୍ତଧାର ମିଶି ଏକ ରକ୍ତର ଗଙ୍ଗା ସୃଷ୍ଟି କରିଥାଏ। ଖୋର୍ଦ୍ଧାର ରାଜା, ଯେ କି ଓଡ଼ିଶାର ଗଜପତି ମହାରାଜ, ସେ ବିଦ୍ରୋହରେ ଯୋଗ ଦେଇଥାନ୍ତି। ଖୋର୍ଦ୍ଧା ଗଡ଼ ଉପରେ ବିଦେଶୀଏ ତୋପରୁ ଗୁଳାମାଡ଼ କରୁଥାନ୍ତି। ଗଡ଼ ପାଚିରିର ବହୁ ଜାଗା କମାଣ ଗୁଳାରେ ଭାଙ୍ଗି ପଡ଼ିବାର ଉପକ୍ରମ ହେଲାଣି। ସେଦିନ ଇଂରାଜୀ ଓ ପାଇକ ସେନା ମଧ୍ୟରେ ଚାଲିଥାଏ ପ୍ରବଳ ଲଢ଼େଇ। ଇଂରାଜୀ ବାହିନୀର ସେନାପତି ମେଜର ରିଚାର୍ଡସନ୍ ଏବଂ ବିଦ୍ରୋହୀ ବାହିନୀର ସେନାପତି ଛୁଆଳ ସିଂ ଯୁଦ୍ଧ ପରିଚାଳନା କରୁଥାନ୍ତି। ଦୁଇ ପକ୍ଷର ବହୁ ସୈନ୍ୟ ମୃତାହତ ହେଲା ପରେ ରିଚାର୍ଡସନ୍ ଓ ଛୁଆଳ ସିଂ ପରସ୍ପର ମୁହାଁମୁହିଁ ହୋଇ ଲଢ଼େଇ କରିଚାଲିଛନ୍ତି। ଛୁଆଳ ସିଂଙ୍କର ଉନ୍ମୁକ୍ତ ତରବାରୀ ରିଚାର୍ଡସନ୍ଙ୍କର ବକ୍ଷବିଦ୍ଧ କରିଛି। ସେ ଘୋଡ଼ାରୁ ଖସି ପଡ଼ିବା ଆଗରୁ ଛୁଆଳ ସିଂଙ୍କୁ ମରଣ ଆଘାତ ଦେବାକୁ ଭୁଲି ନାହାନ୍ତି। ଉଭୟ ତଳେ ପଡ଼ି ପରସ୍ପରକୁ ଏକଲୟରେ ଚାହିଁ ରହିଛନ୍ତି। ପ୍ରଥମେ ରିଚାର୍ଡସନ୍ କ୍ଷୀଣ କଣ୍ଠରେ କହିଲେ, ମରିବା ଆଗରୁ ମୁଁ ଓଡ଼ିଆ ପାଇକର ବୀରତ୍ୱ ଦେଖିଗଲି। ଏହା ମୋର ପରମ ସୌଭାଗ୍ୟ। ମୁଁ ତୁମକୁ ସାଲ୍ୟୁଟ୍ କରୁଛି ପାଇକ। ଛୁଆଳ ସିଂଙ୍କର ଜୀବନ ଦୀପ ଲିଭି ଆସୁଛି। ସେ ମଧ୍ୟ ତତୋଧିକ କ୍ଷୀଣ କଣ୍ଠରେ କହିଲେ, ମୁଁ ମଧ୍ୟ ତୁମକୁ ନମସ୍କାର କରୁଛି ବୀର ଇଂରାଜୀ। ତମେ ତମ ଦେଶ ପାଇଁ ଲଢ଼ୁଛ। ତମ ରାଜାଙ୍କର ଆଦେଶ ପାଳନ କରିଛ। ତମର କିଛି ଦୋଷ ନାହିଁ। ରିଚାର୍ଡସନ୍ କହିଲେ, ତମେ ଯୁଦ୍ଧ ଭୂଇଁରେ ପ୍ରାଣ ବଳି ଦେଇଛ ତମ ଦେଶର ସ୍ୱାଧୀନତା ରକ୍ଷା ପାଇଁ। ଏହାଠୁ ବଳି ମହାନ ମୃତ୍ୟୁ ଜଣେ ସୈନିକ ପକ୍ଷରେ ଆଉ କ'ଣ ହୋଇପାରେ? ଉଭୟଙ୍କର କରମର୍ଦ୍ଦନ ପାଇଁ ନିଜ ନିଜର ଡାହାଣ ହାତ ବଢ଼ାଇଲେ। ମାତ୍ର ରକ୍ତସ୍ରାବ ଏବଂ ଅତ୍ୟଧିକ ଦୁର୍ବଳତା ଯୋଗୁଁ ଦୁହିଁଙ୍କର ହାତ ଅବଶ ଓ ଅଚଳ। କାହାରି ହାତ କାହାକୁ ସ୍ପର୍ଶ କଲା ନାହିଁ। ଉଭୟଙ୍କୁ ସେହି ଯୁଦ୍ଧ ପଡ଼ିଆର ଟିକିଏ ଦୂରରେ ସମାଧି ଦିଆଗଲା। ରିଚାର୍ଡସନ୍ଙ୍କୁ ମହାସମାରୋହରେ ୟୁନିୟନ ଜ୍ୟାକ୍ରେ ଘୋଡ଼ାଇ ସମାଧି ଦିଆଗଲା। କିଛି ଦିନ ଉତ୍ତାରୁ ତା ଉପରେ ଗଢ଼ି ଉଠିଲା ଏକ ସମୁଚ୍ଚ ସ୍ମୃତି ସ୍ତମ୍ଭ, ଯାହା ବହୁ ଦୂରରୁ ମଧ୍ୟ ଦେଖାଯିବ। ଛୁଆଳ ସିଂଙ୍କର ସମାଧି ରଚିତ ହେଲା ସେଠୁ ଅଳ୍ପ ଦୂରରେ, ତାଙ୍କର ଚିତାଭସ୍ମ ଉପରେ। ସମାଧିଟି ଛୋଟିଆ। ରିଚାର୍ଡସନ୍ଙ୍କର ସମାଧିର ଅଧେ ଉଚ୍ଚ ହେବ। ଶୁଭ୍ର ଚନ୍ଦ୍ରାଲୋକରେ ଦୁଇଟି ଯାକ ଶ୍ୱେତସ୍ତମ୍ଭ ଯେମିତି ପରସ୍ପରକୁ ଦେଖି ହସି ଉଠନ୍ତି ଏବଂ କରମର୍ଦ୍ଦନ କରିବା ପାଇଁ ହସ୍ତ ପ୍ରସାରଣ କରନ୍ତି, କିନ୍ତୁ କେହି କାହା ନିକଟରେ ପହଞ୍ଚି ପାରନ୍ତି ନାହିଁ। ଗୋଟିଏ ହାତ ରହିଯାଏ ଅନେକ ତଳେ, ଅନ୍ୟଟି ଖୁବ୍ ଉପରେ। ଏହାପରେ ଦେଢ଼ ଶତାବ୍ଦୀ ବିତି ଯାଇଛି। ସମାଧି ଦେଲାବେଳେ ରିଚାର୍ଡସନ୍ଙ୍କୁ ସାମରିକ ପୋଷାକରେ ହିଁ ସମାଧି ଦିଆଯାଇଥିଲା। ଘନ ଘନ ତୋପଧ୍ୱନି ମଧ୍ୟରେ ତାଙ୍କର କଫିନ୍ଟିକୁ ମାଟି ତଳେ ରଖି ଦିଆଯାଇଥିଲା। ତାଙ୍କର ପକେଟ୍ ଘଡ଼ିଟି ମଧ୍ୟ ତାଙ୍କର ଛାତି ପକେଟରେ ସେହିପରି ଥିଲା। ସମସ୍ତେ ଦେଖିଲେ ସେଥିରେ ବାଜିଥିଲା ଦିନ 12:15। ପାଇକ ବିଦ୍ରୋହ ଦମନ କରାଯିବା ପରେ କିଏ କୁଆଡ଼େ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ରୋଡ଼ଙ୍ଗ ବକ୍ସି ଜଗବନ୍ଧୁ ବିଦ୍ୟାଧର, ଯେ କି ବିଦ୍ରୋହର ଜଣେ ମହାନାୟକ ଥିଲେ, ଇଂରାଜୀ ସରକାରଙ୍କ ସାଙ୍ଗରେ ହାତ ମିଳାଇ ପେନ୍ସନ୍ ପାଇଲେ। ତାଙ୍କର ଜମିଦାରୀ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ବଙ୍ଗାଳୀ କର୍ମଚାରୀ କଲିକତାରେ ନିଲାମରେ ନେଇଯିବାରୁ ସେ ବିଦ୍ରୋହରେ ଯୋଗ ଦେଇଥିଲେ ବୋଲି ଲୋକେ କୁହାକୁହି ହୁଅନ୍ତି।
ଜୟୀ ରାଜଗୁରୁ ଯେ ଥିଲେ ଏ ବିଦ୍ରୋହର ପ୍ରାଣ, ମେଦିନାପୁରଠାରେ ଫାଶୀ ଖୁଣ୍ଟରେ ଓହଳି ପ୍ରାଣ ବଳି ଦେଲେଣି। ପିଣ୍ଡିକି ବାହୁବଳୀନ୍ଦ୍ର ଯାହାଙ୍କୁ ତାଙ୍କର ସଙ୍ଗାତେ ଭାଙ୍ଗ ଖୁଆଇ ଇଂରାଜୀ ହାତରେ ଧରି ଦେଇଥିଲେ, ଏକ ମସ୍ତ ବରଗଛରେ ଟଙ୍ଗା ହୋଇ ଫାଶୀ ପାଇଲେଣି। 150 ବର୍ଷ ବିତିଗଲାଣି। ସମୟ। ଭାରତବର୍ଷ ଆଜି ସ୍ୱାଧୀନ। ଭାରତବର୍ଷ ଆଜି ପ୍ରଜାତାନ୍ତ୍ରିକ ରାଷ୍ଟ୍ର। ପ୍ରତ୍ୟେକ ବର୍ଷ ଅଗଷ୍ଟ 15 ତାରିଖରେ ଲୋକେ ସ୍ୱାଧୀନତା ଉତ୍ସବ ପାଳନ କଲାବେଳେ ଜୟୀ ରାଜଗୁରୁ ଛୁଆଳ ସିଂଙ୍କ କଥା ସ୍ମରଣ କରନ୍ତି। ସ୍ୱାଧୀନତା ପାଇବାର 25 ବର୍ଷ ପରେ ସରକାର ଘୋଷଣା କଲେ ଖୋର୍ଦ୍ଧାଠାରେ ଏକ ଘଡ଼ି କାରଖାନା କେନ୍ଦ୍ର ସରକାରଙ୍କର ସାହାଯ୍ୟରେ ସ୍ଥାପନ କରିବେ। ଏଥିରୁ ଆଧୁନିକ ହାତଗଡ଼ି ଉତ୍ପାଦନ ହେବ। ସ୍ଥାନ ସ୍ଥିର କରିବା ପାଇଁ ବିଶେଷଜ୍ଞମାନେ ଆସି ସବୁଆଡ଼େ ବୁଲି ଦେଖିଗଲେ। ଶେଷରେ ରିପୋର୍ଟ ଦେଲେ କାରଖାନା ତିଆରି ହେବ ବରୁଣେଇ ପାହାଡ଼ ତଳ ପଡ଼ିଆରେ, ଯେଉଁଠି ରିଚାର୍ଡସନ୍ ଏବଂ ଛୁଆଳ ସିଂଙ୍କର ସମାଧି ରହିଛି। କାରଣ ସେଠି ପାଣି ପାହାଡ଼ିଆ ଝରଣାରୁ ସୁବିଧାରେ ମିଳିବ। ମେନ୍ ଟ୍ରଙ୍କ ରୋଡ଼ରୁ ମଧ୍ୟ ସୁବିଧାରେ ସଂଯୋଗ କରାଯାଇପାରିବ। ଏହାଦ୍ୱାରା କାରଖାନାର ଉତ୍ପାଦନ ସହଜରେ ରେଳ ଷ୍ଟେସନକୁ ପଠାଯାଇପାରିବ ଏବଂ ଉପକରଣମାନ ମଧ୍ୟ ରେଳପଥରେ ଅଣାଯାଇପାରିବ। ବିଶେଷଜ୍ଞମାନଙ୍କର ଏ ଅକାଟ୍ୟ ଯୁକ୍ତି ସରକାର ମାନିନେଲେ। ଛୁଆଳ ସିଂଙ୍କର ଦାୟଦମାନେ ଆପତ୍ତି ପଠାଇଲେ। ଏଠାରେ ତାଙ୍କର ପୂର୍ବପୁରୁଷଙ୍କର ପବିତ୍ର ସମାଧିପୀଠ ରହିଛି। ସେ ମଧ୍ୟ ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ବୀର ଶହୀଦ। ତାଙ୍କ ସମାଧିକୁ ସେଠାରୁ ଉଠାଯାଇ ନପାରେ। ଏ ବିଷୟରେ ଗୋଟେ ଦିଟା ସାଧାରଣ ସଭା ମଧ୍ୟ କରି ପ୍ରସ୍ତାବ ପାସ୍ କରାଇ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଗଲା। ମାତ୍ର ବିଶେଷ କିଛି ଫଳ ହେଲା ନାହିଁ। ଛୁଆଳ ସିଂଙ୍କର ବଂଶଧରମାନଙ୍କୁ ସମାଧି ସ୍ଥାନ ବିନିମୟରେ 100 ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ସରକାର ଘୋଷଣା କଲେ। ତାପରେ ସବୁ ଆନ୍ଦୋଳନ ଚୁପ୍ ହୋଇଗଲା। ବଂଶଧରମାନେ ଏକରାରନାମାରେ ଦସ୍ତଖତ କରିଦେଲେ। ସମାଧି ଦୁଇଟାକୁ ନଷ୍ଟ ନ କରି କାରଖାନା ପରିସର ବାହାରକୁ ଅଧ ମାଇଲ ଘୁଞ୍ଚାଇ ନେବାକୁ ସ୍ଥିର କରାହେଲା। ରିଚାର୍ଡସନ୍ଙ୍କର କଫିନ୍କୁ ଏବଂ ଛୁଆଳ ସିଂଙ୍କର ଭସ୍ମାଧାର ତମ୍ବପାତ୍ରକୁ ସେଠାକୁ ଉଠାଇ ନେଇ ଅନ୍ୟତ୍ର ପୋତି ତା ଉପରେ ସ୍ମୃତିସ୍ତମ୍ଭମାନ ନିର୍ମାଣ କରାଯିବ ବୋଲି ସ୍ଥିର ହେଲା। ଆହୁରି ମଧ୍ୟ ସ୍ଥିର ହେଲା ଯେ ଉଭୟ ସ୍ତମ୍ଭର ଉଚ୍ଚତା ହେବ ସମାନ। ସେଦିନ ଘଣ୍ଟା କାରଖାନାର ଭିତ୍ତିପ୍ରସ୍ତର ବା ଶିଳାନ୍ୟାସ କରାଯିବ ବୋଲି ଏକ ଉତ୍ସବର ଆୟୋଜନ କରାହୋଇଥାଏ। ନିଜେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀ ଆସିଲେ, ଶିଳାନ୍ୟାସ କଲେ। ବେଦମନ୍ତ୍ର ପାଠ ପରେ ଘଡ଼ି କାରଖାନାର ଶୁଭ ଦିଆଗଲା। MLA ଓ ସ୍ଥାନୀୟ ଭଦ୍ରଲୋକ ସଭାରେ ଭାଷଣ ଦେଲେ। ଏହାଦ୍ୱାରା ସ୍ଥାନୀୟ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ଆଶାବାଣୀ ଶୁଣାଇଲେ। ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାର ଗୌରବମୟ ଇତିହାସ ଏବଂ ପାଇକ ବିଦ୍ରୋହର ମହତ୍ତ୍ୱ ବୁଝାଇ ଓଜସ୍ୱିନୀ ଭାଷାରେ ବକ୍ତୃତା ଦେଲେ। ଏହାର 2 ବର୍ଷ ପରେ କାରଖାନା ଚାଲୁ ହେଲା। ହାତଗଡ଼ି ଉତ୍ପାଦନ ଆରମ୍ଭ ହେଲା। ଘଡ଼ି ଉତ୍ପାଦନର ଉଦ୍ଘାଟନ ଉତ୍ସବ ମହାସମାରୋହରେ ପାଳନ କରାଗଲା। ଏହି ଉଦ୍ଘାଟନ ଉତ୍ସବରେ ପୁରୋଧା ରୂପେ ଯୋଗ ଦେଇଥାନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ସର୍ଦ୍ଦାର ଗୁରୁଦୟାଲ ସିଂ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଶିଳ୍ପମନ୍ତ୍ରୀ ମଧ୍ୟ ବରେଣ୍ୟ ଅତିଥି ରୂପେ ଯୋଗ ଦେଇଥାନ୍ତି। ବାଳିକା ସ୍କୁଲର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କଲା ପରେ ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ପ୍ରଥମେ ହାତଘଡ଼ିଟିକୁ ଘନ ଘନ କରତାଳି ମଧ୍ୟରେ ଉଦ୍ଘାଟନ କରିବେ ବୋଲି ଠିଆ ହେଲେ। ମୁଖ୍ୟମନ୍ତ୍ରୀ ସେ ଘଡ଼ିଟିକୁ ଉପହାର ସ୍ୱରୂପ ତାଙ୍କ ହାତରେ ପିନ୍ଧାଇ ଦେବେ। ମାତ୍ର ତା ପୂର୍ବରୁ କାରଖାନାର ଜେନେରାଲ ମ୍ୟାନେଜର ମିଷ୍ଟର ରମଣମୂର୍ତ୍ତି ନୂଆ ଘଡ଼ିଟିର ସମୟ ମିଳାଇବାକୁ ଚାହିଁଲେ। ସେ ନିଜ ହାତର ଘଡ଼ି ସହିତ ନୂଆ ଘଡ଼ିଟିର ସମୟ ମିଳାଇ ଦେଲେ। 12:15 ହୋଇଥିଲା। 155 ବର୍ଷ ତଳେ ଠିକ୍ ଏହି ଦିନ ରିଚାର୍ଡସନ୍ ଏଇଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପକେଟ୍ ଘଡ଼ିଟିର ସମୟ ଉଠିଥିଲା 12:15। ଛୁଆଳ ସିଂ ମଧ୍ୟ ପ୍ରାୟ ସେତିକିବେଳେ ମର ଶରୀର ଛାଡ଼ି ଅମରଧାମକୁ ଯାତ୍ରା କରିଥିଲେ। ସମୟ ସମାପ୍ତ।